এটা গত 3 ଅଗଷ୍ଟରେ ଆମର ଖବର ମିଳିଥିଲା ଦିନ ପାଖାପାଖି ଗୋଟାଏ ବେଳେ ଗୋଟେ ଲୋକ ଗୁରୁତର ଆହତ ହେଇକିରି ହେଡ୍ ଇଞ୍ଜୁରି ହେଇକିରି ଆମର ବୈଷ୍ଣବ ମନ୍ଦିର ପାହାଡ଼ ଉପରେ ଇଞ୍ଜୁର୍ଡ ହେଇକିରି ପଡ଼ିଛନ୍ତି। ସାଙ୍ଗେ ସାଙ୍ଗେ ଆମର ପ୍ଲାଣ୍ଟ ସାଇଟ୍ ପୋଲିସ ଗୋପବନ୍ଧୁପାଲି ଆମର ଫାଣ୍ଡି ଷ୍ଟାଫ୍ ସମସ୍ତେ ଯାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ହସ୍ପିଟାଲ ଆଣିଥିଲେ। ହସ୍ପିଟାଲରେ କିଛି ସମୟ ପରେ ଆର୍ଜିଆଇରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସଂକ୍ରାନ୍ତରେ ଆମର ପ୍ଲାଣ୍ଟ ସାଇଟ୍ ଥାନାରେ ଗୋଟେ 635 ନମ୍ବର କେସ୍ ହତ୍ୟାକାଣ୍ଡ ମାମଲା ରୁଜୁ କରାଯାଇଥିଲା। ଏଥିରେ ମୃତକଙ୍କର ଯେ ମୃତ ବ୍ୟକ୍ତିଙ୍କର ପରିଚୟ ମଧ୍ୟ ଜଣା ନଥିଲା ଏବଂ କିଏ ମାରିଛନ୍ତି ତାହା ମଧ୍ୟ ଜଣା ନଥିଲା। ତେଣୁ ମାମଲାକୁ ବହୁତ ଗୁରୁତ୍ୱର ସହିତ ବିଚାର କରି ଡିଆଇଜି ସାର୍ଙ୍କ ନିର୍ଦ୍ଦେଶ ମତେ ଗୋଟେ ସ୍ପେଶାଲ ଟିମ୍ ଫର୍ମେସନ୍ କରାଯାଇଥିଲା। ଟିମ୍ ବିଭିନ୍ନ ଜାଗାରେ ଯେଉଁ ସିସିଟିଭି ଫୁଟେଜ୍ ଅଛି ଏବଂ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିବା ପରେ ଜଣାପଡ଼ିଲା ଯେ ସେ ଯେଉଁ ମରିଯାଇଥିଲେ ସେ କୁଲି କାମ କରୁଥିଲେ, ଲୋଡିଂ ଅନଲୋଡିଂ କାମ କରୁଥିଲେ। ଏଇଟା ଖବର ମିଳିଲା ପରେ ତାଙ୍କର ପରିଚୟ ଆମେ ଜାଣିପାରିଥିଲୁ। ସେ ହେଉଛନ୍ତି ସିମଡେଗାର ଗୋଟେ ବିରୁ ବୋଲି ଗୋଟେ ଗାଁ ଅଛି, ତାଙ୍କର ନାଁ ହେଲା ଭୋଲା ପଣ୍ଡା, ବାପା ନାଁ ସୁଶୀଲ କୁମାର ପଣ୍ଡା। ଏଇ ଖବର ପାଇଲା ପରେ ତାଙ୍କ ଘରକୁ ଯୋଗାଯୋଗ କରିଥିଲୁ ଏବଂ ପୋଷ୍ଟମର୍ଟମ୍ ସରିଲା ପରେ ଗୋଟେ ଦିନ ପରେ ତାଙ୍କର ଡେଡ୍ ବଡି ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏଇଟା ପୋଲିସ ପାଇଁ ଗୋଟେ ବଡ଼ ଚ୍ୟାଲେଞ୍ଜ ଥିଲା, ଯେହେତୁ କୌଣସି କ୍ଲୁଲେସ୍ ଥିଲା। ତ ଆମେ ବହୁତ ବିଭିନ୍ନ ଦିଗକୁ ଅନୁସନ୍ଧାନ କରି ସିସିଟିଭି ଫୁଟେଜ ଆଧାରରେ ଏବଂ ଗ୍ରାଉଣ୍ଡ ଇଣ୍ଟେଲିଜେନ୍ସକୁ ବେସ୍ କରି ଜଣାପଡ଼ିଥିଲା ଯେ ସେ ଘଟଣା ଦିନ ମୃତ ବ୍ୟକ୍ତି ଜଣେ ପିଲା ସହିତ ସେପଟେ ଯିବାର ଖବର ମିଳିଲା। ସେ ପିଲାଟାକୁ ଆମେ ଧରିଥିଲୁ। ପଚରା ଉଚରା କଲା ସମୟରେ ସେ ଦୋଷ ମାନିଥିଲେ। ମୃତ ବ୍ୟକ୍ତି ଆଉ ସେ ସେଦିନ ବୁଲିବା ପାଇଁ ସେ ପାହାଡ଼ ଉପରକୁ ଯାଇଥିଲେ। ସେଠି ପହଞ୍ଚିଲା ପରେ ତାଙ୍କ ଭିତରେ କୌଣସି କାରଣକୁ ନେଇକରି ଝଗଡ଼ା ଗଣ୍ଡଗୋଳ ହେଇଥିଲା, ବଚସା ହେଇଥିଲା ଏବଂ ତାଙ୍କ ଭିତରେ ଠେଲାପେଲା ହେବା ସମୟରେ ଉଭୟ ପଡ଼ିଯାଇଥିଲେ। ପଡ଼ିଗଲା ପରେ ଏଇ ଯେଉଁ ଅନ୍ୟ ପିଲାଟି ଯିଏ ଥିଲେ ସେ ହେଉଛନ୍ତି ନାବାଳକ, ଏଇ ଗୋପବନ୍ଧୁପାଲି ବସ୍ତିର। ସେ ଗୋଟେ ପଥରରେ ତାଙ୍କ ମୁଣ୍ଡରେ ଛେଚି ଦେଇଥିଲେ ଏବଂ ସେ ଗୁରୁତର ଆହତ, ସେଠୁ ସେ ଫେରାର ହେଇଯାଇଥିଲେ। ଆଉ ତାଙ୍କୁ ମଧ୍ୟ ଧରା ହେଇଛି, ଏଫଆଇଆର କରାହେଇଛି ଆଉ ତାଙ୍କୁ ଆମର ପିଏମଜେଜେବିରେ ପ୍ରଡ୍ୟୁସ୍ କଲା ପରେ ବାଲ ସୁଧାର ଗୃହକୁ ନିଆଯିବ। କ'ଣ ଜବତ ହେଇଛି? ସେ ଯେଉଁ ପଥର ଯେଉଁଟା ବ୍ଲଡ ଷ୍ଟେନ୍ ପଥର ଜବତ ହେଇଛି, ଏଇ ଘଟଣାରେ ଆମର ସନ୍ଧାନୀ କୁକୁର ଆଉ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଏଭିଡେନ୍ସ କଲେକ୍ସନ ପାଇଁ। ଆଉ ବିଭିନ୍ନ ଦିଗକୁ ଏଇ କେସ୍ର ତଦନ୍ତ ବର୍ତ୍ତମାନ ଚାଲିଛି। ଅନ୍ୟ କିଏ ସମ୍ପୃକ୍ତ ଅଛନ୍ତି କି ନ ଅଛନ୍ତି ସେ ଦିଗରେ ମଧ୍ୟ ଆମେ ଦେଖୁଛୁ। ବର୍ତ୍ତମାନ ସୁଦ୍ଧା ଜଣାପଡ଼ିଛି ଯେ ଜଣେ ନାବାଳକ ଏଥିରେ ସମ୍ପୃକ୍ତ ଅଛନ୍ତି ଏବଂ ତାଙ୍କୁ ଆମେ ଧରିଛୁ। ପୁରୁଣା ଏଇଟା ସଡନ୍ ପ୍ରୋଭୋକେସନରେ ହେଇଛି ବୋଲି ଯାହା ବର୍ତ୍ତମାନ ସୁଦ୍ଧା ଆମେ ଜାଣିପାରୁଛୁ।